ମା ଡାକଟି ସତରେ କେତେ ନିଜର ନା। ଆଉ ଏ ହେଲେ ଜଗତ ମାତା। ହଁ ସାଙ୍ଗମାନେ, ଆମେ ପହଞ୍ଚି ଯାଇଥିଲୁ ନୟାଗଡ଼ ଜିଲ୍ଲାରେ ଥିବା ମା ବୈଷ୍ଣବ ଦେବୀଙ୍କ ମନ୍ଦିରରେ। ମାଙ୍କ ମନ୍ଦିରରେ ପହଡ ପଡିଥିବାରୁ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ବସିଥିଲେ ଏଠି। କଣ ଆପଣ ଜାଣିଛନ୍ତି, ଏଠି ମାଙ୍କର ଗୋଟେ ସୁନ୍ଦର ମୂର୍ତ୍ତି ଅଛି। 18 କୁଇଣ୍ଟାଲର ପିତ୍ତଳ ନିର୍ମିତ ଗୋଟେ ସୁନ୍ଦର ମୂର୍ତ୍ତି। ଜାମ୍ମୁ କାଶ୍ମୀରରେ ଥିବା ମାଙ୍କ ମୂଳ ପୀଠରୁ ଆଜ୍ଞାମାଳ ଓ ଶିଳା ଆସିବା ପରେ ଏହି ମନ୍ଦିରଟି ନିର୍ମାଣ କରାଯାଇଛି। ମାଙ୍କୁ ଦର୍ଶନ କରିବାକୁ ହେଲେ 118 ଫୁଟର ଗୋଟେ ଗୁମ୍ଫା ମଧ୍ୟ ଦେଇ ଆପଣଙ୍କୁ ଯିବାକୁ ପଡିବ। ଏହା ସହ ମାଙ୍କର 9 ଅବତାରର ମୂର୍ତ୍ତି ମଧ୍ୟ ଏଠି ଅଛି। ମା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୃଷାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ। ଯଦି ଏଇ ଭିଡିଓଟି ଆପଣଙ୍କୁ ଭଲ ଲାଗେ କମେଣ୍ଟରେ ମା ବୋଲି ଲେଖିବେ ଓ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଆମେ ତ ମାଙ୍କର ଦିବ୍ୟ ରୂପର ଦର୍ଶନ କରି ଆସିଲୁ। ଆଉ ଆପଣମାନେ କେବେ ଯାଉଛନ୍ତି?